ହିଷ୍ଟ୍ରି କେମିତି ମନେ ରଖିବ ପାଣ୍ଡିଆନଙ୍କୁ? Pandian, ହୁଁ Pandian will be a temporary blip. মানে history will not remember. মানে Pandian আসলে বলে ଆଉ ନବୀନ ବାବୁଙ୍କୁ ଇତିହାସ କେମିତି ମନେ ରଖିବ? নবীন বাবু as the longest serving ওড়িশা চিফ মিনিস্টার তার এই রেকর্ড ব্রেক করিবা will be next to impossible. ନା କେମିତି କୋଉ ଭାବରେ ଇତିହାସ ତାଙ୍କୁ ପୋର୍ଟ୍ରେ କରିବ? ଆଜ ଏ ହିରୋ ନବୀନ ବାବୁଙ୍କୁ ହିରୋର ମୋର এই ଆଖ୍ୟା ବହିରେ ଦିଆଯିବ। ଆର୍ଗୁମେଣ୍ଟ ହଉଛି ଯେ he is a extremely successful politician at an individual level. ସକ୍ସେସଫୁଲ ସବୁଠାରୁ Successful politician, but as an administrator the jury is divided. Exactly সেটা ମୁଁ କହିଛି ଯେ ଦ୍ୱିମତ ଅଛି। ଆପଣ କୋଉ ସାଇଡରେ ରହୁଛନ୍ତି? ନବୀନ ବାବୁ ହିରୋ ନା ଭିଲେନ? ହିରୋ ନା ଭିଲେନ? ହିରୋ ବି କହିବିନି ଭିଲେନ ବି କହିବିନି, କିନ୍ତୁ ତାର ଯେ ପସିବିଲିଟି ଥିଲା, ଅପରଚ୍ୟୁନିଟି ଥିଲା, ନବୀନ ବାବୁ ଯେ ଅପରଚ୍ୟୁନିଟି ପାଇଛନ୍ତି 24 ବର୍ଷରେ ସେଇ ଅପରଚ୍ୟୁନିଟିକୁ ସେଇ ୟୁଟିଲାଇଜ କରିନାହାନ୍ତି। ଯେ ଏବେ ବି ଆପଣ ଦେଖନ୍ତୁ ସ୍କୁଲ କଲେଜ ଅବସ୍ଥା କ'ଣ, ମେଡିକାଲର ଅବସ୍ଥା କ'ଣ, ପାନୀୟ ପିଇବା ପାଣିର ସମସ୍ୟା କ'ଣ, 24 ବର୍ଷରେ ଏସବୁର ପ୍ରୋବ୍ଲେମ ସଲ୍ଭ ହେଇପାରିଲାନି। তো হি হ্যাজ মিসড আ গোল্ডেন অপরচুনিটি। এই অপরচুনিটি ଆଉ କିଏ ପାଇବେ? 24 ବର୍ଷ ଧରିକିରି କିଏ ରାଜ କରିବେ ଓଡ଼ିଶାରେ? ମତେ ତ ଲାଗୁନି ନେକ୍ସଟ 50 ବର୍ଷରେ ଆଉ ଏମିତି କ'ଣ ଏମିତି ଜଣେ ଚିଫ ମିନିଷ୍ଟର ସେ ଆଜ ଆ ଇଣ୍ଡିଭିଜୁଆଲ ପଲିଟିସିଆନ ହି ସୁପର ସକ୍ସେସଫୁଲ। ମୁଁ କହିବି ତାକୁ 100 ମାର୍କ ଭିତରେ ମୁଁ 200 ମାର୍କ ଦେବି, ବଟ୍ ଇନ୍ ହିଜ ଅଦର ଆସ୍ପେକ୍ଟ ମୁଁ କହିବି ଦ ଜୁଡି ଇଜ ଡିଭାଇଡେଡ। ମୁଁ ତାକୁ ଫୁଲ ମାର୍କ ଦେବିନି। ଫୁଲ ମାର୍କ କ'ଣ? ଓଡ଼ିଶାର ବିକାଶ କଥା କହିଲେ ଆପଣ ମାର୍କ ଦେବେନି ତାଙ୍କୁ, କିନ୍ତୁ ଲୋକ ତାଙ୍କୁ ଫୁଲ ମାର୍କ ଦଉଛନ୍ତି ଯେ ନବୀନ ବାବୁ ଭଲ ଲୋକ ଥିଲେ। ନା ନା ଏଇଟା ହଉଛି ତାର ସେଇ ବହିଟାରେ ଆପଣଙ୍କୁ ଏଇ ବହିଟାରେ ପଢିବା ଅଛି ଯେ ଜାଣିବା ପାଇଁ ଯେ ସେ ଦ ସିକ୍ରେଟ ଅଫ ନବୀନ ସକ୍ସେସ ତାର ପଛରେ କାରଣ କ'ଣ, ଏବଂ ଏହା ନୁହଁ ଯେ ଗୋଟେ କାରଣ, ବହୁତ ଗୁଡ଼ାଏ କାରଣ ଅଛି। ସେ ସବୁ ମିଶିକିରି ନବୀନ ବାବୁର ଗୋଟେ ଇମେଜ ତିଆରି ହେଇଛି ବର୍ଷ ବର୍ଷ ଧରିକିରି। ମାନେ ଇଟ୍ ଇଜ ଆ କିନ୍ତୁ ନବୀନ ବାବୁ ଇଜ ଆ ଭେରି ଭେରି ସକ୍ସେସଫୁଲ କ୍ଲେଭର ইন্টেলিজেন্ট পলিটিশিয়ান। The only time he has got it wrong is 2019 ପରେ ସେ ଯେ ଛାଡ଼ି ଦେଲେ ସମସ୍ତଙ୍କୁ, ଡିପେଣ୍ଡେଣ୍ଟ ହେଇଗଲେ, ନିର୍ଭରଶୀଳ ହେଇଗଲେ। ଏଇ ବହିରେ ମୁଁ ଲିଖୁଛି ଯେ 2019 ପରଠାରୁ he was almost on a mission of political suicide. ସେ ପଲିଟିକାଲ ସୁଇସାଇଡ କରୁଥିଲେ 5 ବର୍ଷ ଧରି, ଏବଂ ସେ କରିଲେ ପଲିଟିକାଲ ସୁଇସାଇଡ।